ହେଉଛି ରାଜସ୍ୱ ବିଭାଗର ଏବଂ ସହାୟତା ଦେବା କାମ ହେଉଛି ମତ୍ସ୍ୟ ବିଭାଗର। ମୁଁ ଯେତେ ଦୂର ଜାଣିଛି କେବଳ ଏଥିପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହୋଇପାରୁନାହିଁ। ଏମିତି ଅନେକ ଉଦାହରଣ ମୁଁ ଦେଇପାରିବି। ଏହାକୁ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିଜର ସ୍ତରରେ ନିୟମିତ ଭାବେ ସମୀକ୍ଷା ବୈଠକ କରାଯିବା ଆବଶ୍ୟକତା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକତା ଅଛି। ତାହା ନିଶ୍ଚିତ ଭାବରେ କଲେ ଆମେ ଏଭଳି ଏକ କନଭର୍ଜେନ୍ସ ମାଧ୍ୟମରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍କିମ୍କୁ ଆମେ ଯଥା ସମୟରେ ଆରମ୍ଭ କରି ଯଥା ସମୟରେ ଲୋକଙ୍କୁ ତାର ସାହାଯ୍ୟ କରାଇବାରେ ଭାଗିଦାରୀ ହୋଇପାରିବା। ଇଂରାଜୀରେ ଏକ କଥା ଅଛି, ସିଇଂ ଇଜ୍ ବିଲିଭିଂ, ଦେଖିଲେ ହିଁ ବିଶ୍ୱାସ କରି ହେବ। ତେଣୁ ମୁଁ ସବୁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିବି ଯେ ସମସ୍ତେ ପ୍ରତି ମାସରେ କିଛି ଦିନ ବାହାର କରି ଫିଲ୍ଡ ଭିଜିଟ୍ କରନ୍ତୁ। ଆପଣମାନେ ନିଜ ଆଖିରେ ଦେଖିବା ଆବଶ୍ୟକ। ଆପଣମାନେ ନିଜେ କାର୍ଯ୍ୟକାରୀ କରୁଥିବା ଯୋଜନାର ରୂପରେଖ କେଉଁ ସ୍ଥିତିରେ ଅଛି, କିଭଳି ଭାବରେ ଅଛି ଏବଂ କିଭଳି ତାର ସମାଧାନ ହୋଇପାରିବ। ବିଶେଷ ଭାବେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଥାନା ପରି ସଂସ୍ଥାକୁ ନିୟମିତ ଭାବରେ ପ୍ରଦର୍ଶନରେ ଆପଣମାନେ ଯାଆନ୍ତୁ। ଏହାଦ୍ୱାରା ଆପଣମାନେ ପ୍ରକୃତ ସ୍ଥିତି ବିଷୟରେ ଅବଗତ ହେବା ସହିତ ସେବା ପ୍ରଦାନ କରୁଥିବା କର୍ମଚାରୀ ଏବଂ ଅଧିକାରୀମାନେ ଭୟ ପଛେ ତାଙ୍କର ରହୁ, କିନ୍ତୁ ସଠିକ୍ ଭାବେ ଦାୟିତ୍ୱ ସେମାନେ ତୁଲାଇବା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଯତ୍ନବାନ ହେବେ। ଏହି ପରିଦର୍ଶନରେ କିଛି ଅନିୟମିତତା କିମ୍ବା ଅବହେଳା ଦେଖାଗଲେ ଆବଶ୍ୟକ ହେଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ମଧ୍ୟ ପଛାଇବେ ନାହିଁ। ମୋର ଅନୁଭୂତି ଅନେକ ଅଛି। ଆଜି ମୁଁ ଯେଉଁ ସ୍ତରରୁ ଦେଇକରି ଆଜି ଏ ସ୍ତରକୁ ଆସି ପହଞ୍ଚିଛି, ମୁଁ ଯଦି ଆପଣମାନଙ୍କୁ ସେ କଥା କହିବା ପାଇଁ ଚାହିଁବି ତାହେଲେ ଆପଣମାନେ ହୁଏତ ବିଶ୍ୱାସ କରିନପାରନ୍ତି। ଗତ 3 ମାସ ପୂର୍ବର କଥା, ନିର୍ବାଚନ ପୂର୍ବ ସମୟର କଥା। ନିର୍ବାଚନ ପ୍ରଚାରରେ ଥିବା ସମୟରେ ଏଭଳି ଏକ ଘଟଣା ଘଟିଲା ଯେ ଯେତେବେଳେ ମୋ କେନ୍ଦୁଝର ଜିଲ୍ଲାର NH-20କୁ ବ୍ଲକ୍ କରିଦିଆଗଲା, ପିଇବା ପାଣିର ଅବ୍ୟବସ୍ଥା ଏବଂ ଲୋକମାନେ ହଇରାଣ ହରକତ ହେଉଥିବା ସମୟରେ ରୋଡ଼ ଜାମ୍ ହୋଇଗଲା NH-20। ସେ ପରିସ୍ଥିତି ଭିତରେ ମୁଁ ପ୍ରାର୍ଥୀ ଥିବା ସତ୍ତ୍ୱେ ବିଧାୟକ ବି ମୁଁ ଥିଲି। ଲୋକଙ୍କର ଏଭଳି ଏକ ଇମର୍ଜେନ୍ସି ସମସ୍ୟାର ସମାଧାନ କରିବା ପାଇଁ ଉପସ୍ଥିତ ହେବା ପାଇଁ ମୋତେ ବାଧ୍ୟ ହେବା ପାଇଁ ପଡ଼ିଲା ଏବଂ ତାହା ରୋଡ଼ ବ୍ଲକକୁ ବନ୍ଦ କରିବା ସହିତ ଯେତେବେଳେ ମୁଁ ଥାନାକୁ ଗଲି ଏବଂ ସବୁ ଅଧିକାରୀଙ୍କୁ ମଧ୍ୟ ମୁଁ ଡାକିଲି ଏବଂ ସେ ଥାନାରେ ଯେତେବେଳେ ବସିକରି ୟାର ଆଲୋଚନା କରି ସମାଧାନ କରିବାର କଥା ଆସେ, ସେତେବେଳେ ସେ ଥାନା ଅଧିକାରୀ ଉତ୍କ୍ଷିପ୍ତ ହେଇ ତାଙ୍କ ଗରମ ଭାଷଣରେ ମୋ ଉପରେ ଯେଭଳି ଭାବରେ ଡାଇଲଗ ମାରିଲେ ଏବଂ ମୋତେ ଗେଟ୍ ଆଉଟ୍ କହିଲେ, ଏ ପ୍ରକାରର ପରିସ୍ଥିତି ମଧ୍ୟ ସାମ୍ନାକୁ ଆସେ। କାହା କଥାରେ କିଏ ତାଙ୍କୁ ଚାପ ଦେଇଥିଲେ, କିଏ ତାଙ୍କୁ ପ୍ରେସର ଦେଇଥିଲେ, ଯେଉଁଥିପାଇଁ କି ସେ ଜଣେ ବିରୋଧୀ ଦଳର ମୁଖ୍ୟ ସଚେତକ ଏବଂ ପ୍ରେଜେଣ୍ଟ ବିଧାୟକ ତାଙ୍କୁ ଥାନାକୁ ଯିବାର ଅଧିକାର ଥିବା ସତ୍ତ୍ୱେ ତାଙ୍କୁ ଥାନାରୁ ଗେଟ୍ ଆଉଟ୍ କହିବାର ଭଳିଆ ପରିସ୍ଥିତି ବିଭିନ୍ନ ଥାନାମାନଙ୍କରେ। ଆଜି ଯେଉଁ ଥାନାକୁ ଗତ ସରକାର ସମୟରେ ଆମ ଥାନା ବୋଲି କୁହାଯାଉଥିଲା, ଆଉ ସେ ଆମ ଥାନାର ସଂଜ୍ଞା କ'ଣ? ଆମ ଥାନାର ସଂଜ୍ଞା ହେଉଛି ଯେ ଯେକୌଣସି ସାଧାରଣ ବ୍ୟକ୍ତିଟିଏ ଯଦି ସେ ଥାନାକୁ ଯାଉଛି ତାର ସମସ୍ୟା ବା ଅଭିଯୋଗକୁ ନେଇକରି ତାକୁ ସେଠି ଯେଉଁ ଗୋଟେ ହେଲ୍ପ ଡେସ୍କ ଅଛି, ସେଥିରେ କୌଣସି ଜଣେ ପୁଲିସ ଅଧିକାରୀ କିମ୍ବା କନେଷ୍ଟବଳ ରହୁଥିବା ପରିପ୍ରେକ୍ଷୀରେ ତାକୁ ସସନମାନେ ଡାକି ଆଣିକି ବସେଇବେ ଏବଂ ତାଙ୍କୁ ପାଣି ଦେବେ ପିଇବା ପାଇଁ, ଚା ଟିକେ ଦେବେ ତାଙ୍କୁ ପିଇବା ପାଇଁ ଏବଂ ଆସିବାର ଅଭିପ୍ରାୟ ତାଙ୍କୁ ପଚାରିବେ। ଏବଂ ଲୋକଟି ଯଦି କହିବ ମୁଁ FIR ଦେବା ପାଇଁ ଆସିଛି କିମ୍ବା ଏଇ ଅଭିଯୋଗ କରିବା ପାଇଁ ଆସିଛି, ତାହେଲେ ସମ୍ପୃକ୍ତ ଅଧିକାରୀ ବା IO କିମ୍ବା IICଙ୍କ ପାଖକୁ ପହଞ୍ଚାଇବେ ଏବଂ ସେ FIR ଦେବେ ଏବଂ ଆପଣଙ୍କର କାମ ହେବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇ ତାଙ୍କୁ ପୁଣି ବିଦା କରିବେ। ଇଏ ହେଉଛି ଆମ ଥାନାର ସଂଜ୍ଞା ବୋଲି ମୁଁ ଅନୁଭବ କରେ ମୋର ସ୍ୱଳ୍ପ ବିଦ୍ୟାରେ। ମୁଁ ବିଧାୟକ 3 ବର୍ଷର ମୋର ଅଭିଜ୍ଞତା ଭିତରେ ବି କହୁଛି ଏବଂ ସେଭଳି ପରିପ୍ରେକ୍ଷୀରେ ମୁଁ ବିଧାୟକ, ମୁଁ ପ୍ରାର୍ଥୀ ହୋଇପାରେ। ପ୍ରାର୍ଥୀର କ'ଣ ଥାନାକୁ ଯିବାର ଅଧିକାର ନାହିଁ? ତାଙ୍କୁ ଯଦି ଆକ୍ରମଣ ହୋଇଥିବ FIR ଦେବା ପାଇଁ ତାର କ'ଣ ଅଧିକାର ନାହିଁ ଯିବାର? ଯଦି କିଛି ଗୋଟେ ଘଟଣା ଘଟିଲା ସେ ଯାଇପାରିବ ନାହିଁ? ଆପଣ ଏ ଥାନାରେ ଆସିବାର ଅଧିକାର ନାହିଁ, ଆପଣ ଗେଟ୍ ଆଉଟ୍, ନହେଲେ ଆପଣଙ୍କୁ ମୁଁ ମାନେ କ'ଣ ମୋତେ ଆରେଷ୍ଟ କରିବ ତ କର, ମୁଁ ହାତ ଦେଖେଇଲି। ଇଏ ପରିସ୍ଥିତି ଆମ ସରକାର ଆସିବାର ମାତ୍ର
ମାସେ ପୂର୍ବରୁ ହେଇଥିଲା। ଆଉ ଆଜି ଆପଣ ଦେଖନ୍ତୁ, ଯେତେବେଳେ ସରକାର ଆସିଲା, ମୁଁ ବିଜୟ ପ୍ରାପ୍ତ ହେଲି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ 4.5 କୋଟି ଲୋକଙ୍କର ଆଶୀର୍ବାଦରେ ମୋତେ ସୌଭାଗ୍ୟ ମିଳିଲା ମୁଖ୍ୟମନ୍ତ୍ରୀ ହେବାର ଏବଂ ଗୃହମନ୍ତ୍ରୀ ହେବାର ଦାୟିତ୍ୱ ମଧ୍ୟ। ଆଉ ସେତେବେଳେ ସେଇ IIC ମହାଶୟଙ୍କର କେଉଁ ଅବସ୍ଥା ହେଇଥିବ, ତାପରେ ବି ମୁଁ ତାଙ୍କୁ କ୍ଷମା କରିଦେଲି ଯେ ସେ ଅଜ୍ଞାନରେ କିମ୍ବା କାହାର ଚାପରେ ଏକଥା କରୁଛନ୍ତି, ତାଙ୍କୁ କ୍ଷମା କରିଦେବା ଉଚିତ। ସେହି ବିଭାଗର ମୁଁ ମୁଖ୍ୟ ହୋଇକି ସେହି ବିଭାଗର ଜଣେ ସାମାନ୍ୟ ଭୁଲ କରିଥିବା ଜଣେ କର୍ମଚାରୀଙ୍କୁ ଦଣ୍ଡ ଦେବାର ଏ ଅଭିପ୍ରାୟ ମୋର ରହିବା ଉଚିତ ନୁହେଁ ଭାବିକରି ମୁଁ ତାଙ୍କୁ କ୍ଷମା କରିଦେଲି। ଏଣୁ ଭାବି ଦେଖନ୍ତୁ, ଯଦି ଆମେ ପ୍ରତ୍ୟକ୍ଷ ଭାବରେ ଯଦି ଆମର ଦାୟିତ୍ୱ ହିସାବରେ ଆମେ କିଛି ଦିନ ଯଦି କିଛି ଜାଗାକୁ ଯାଇ କିଛି ଲୋକଙ୍କର ସମସ୍ୟା, କିଛି ପ୍ରତିଷ୍ଠାନ ଅନୁଷ୍ଠାନକୁ ଯାଇ ଯଦି ଆମେ ନିଜେ ଅନୁଧ୍ୟାନ କରିବା, ତା ପୂର୍ବରୁ ଥରେ ମୁଁ ଡେପୁଟି ଚିଫ୍ ହୁଇପ୍ ଥିଲି ସରକାରୀ ଦଳର। ସେତେବେଳେ ମୁଁ ଥାନାକୁ ଯାଇଛି, ସେ ସବ୍ ଇନ୍ସପେକ୍ଟର ମଧ୍ୟ ତା ସିଟ୍ରୁ ଉଠୁନାହିଁ କି ମୋତେ ସମ୍ମାନ ବି ଦେଉନାହିଁ। ଆଶ୍ଚର୍ଯ୍ୟର କଥା, ଏଭଳି ପରିସ୍ଥିତି ଆଜି ଦିନରେ ମଧ୍ୟ ଗତ ସରକାର ସମୟମାନଙ୍କରେ ଅନେକ ସମୟରେ ମୁଁ ନିଜେ ଅନୁଭବ କରିଛି। ଆଇ ୱିଟନେସ୍, ୟେସ୍। ଏଣୁ ମୁଁ ଏଭଳି ଅନେକ ଦିଗ ଅଛି, ସେ ଦିଗ ପ୍ରତି ମୁଁ ଯିବି ନାହିଁ। କେବଳ ଏତିକି କହିବା ପାଇଁ ଚାହିଁବି ଯେ ଏଥିରେ ଅନେକ ସମୟରେ ମଧ୍ୟ ବାଲି ଓ ଲଘୁ ଖଣିଜ ଦ୍ରବ୍ୟ ମାଇନର ମିନେରାଲ୍ସର ଖୁଲମଖୁଲା ଚୋରା ବେପାର ଚାଲିଥିଲା। ଆମେ ସମସ୍ତେ ଜାଣିଛନ୍ତି ଗତ ସରକାର ସମୟମାନଙ୍କରେ ଅନକଣ୍ଟ୍ରୋଲ ଆଣ୍ଡ ଓଭର ଏକ୍ସପ୍ଲଏଟେସନ୍ ଫଳରେ କେବଳ ଯେ ସରକାରଙ୍କର ରାଜସ୍ୱ ହାନି ହୋଇନଥାଏ, ଏହାଦ୍ୱାରା ପରିବେଶର ଅପୂରଣୀୟ କ୍ଷତି ମଧ୍ୟ ହୋଇଥାଏ। ଏଣୁ ମୁଁ ଏ ମଞ୍ଚରୁ ଆଜିର ଏ ମୋର ଅଭିବାହିତ ଏ ଅଭିଭାଷଣରୁ ମୁଁ କହିବା ପାଇଁ ଚାହେଁ ଯେ ଯାହା ପୁରୁଣା ଥିଲା ସେ ସମୟ ଚାଲିଯାଇଛି ଏବଂ ସେ ପୁରୁଣା ସରକାର ସମୟର ଯେଉଁ ପ୍ରାକ୍ଟିସ୍ ଥିଲା ତାହା ବର୍ତ୍ତମାନ ବିସର୍ଜନ ହୋଇସାରିଛି। ଆମକୁ ନୂଆ ସରକାର ନୂଆ ଆଭିମୁଖ୍ୟକୁ ନେଇ ଆମକୁ କାର୍ଯ୍ୟ କରିବା ପାଇଁ ପଡ଼ିବ। ଆଉ ଯେଉଁମାନେ ଏଥିରେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କୁ ବରଦାସ୍ତ କରିବେ ନାହିଁ। ଆପଣମାନଙ୍କର ପାଖରେ ଏହାକୁ ରୋକିବାକୁ ଅନେକ କ୍ଷମତା, ଅପର୍ଯ୍ୟାପ୍ତ କ୍ଷମତା ଦିଆଯାଇଛି। ମୁଁ ଶୁଣିଛି ଅନେକ ସମୟରେ କେତେବେଳେ ତହସିଲଦାରକୁ ଧକ୍କା ଦିଆହେଇଛି ଗାଡ଼ିରେ, କେତେବେଳେ ଆର୍ଆଇଙ୍କୁ ମାରପିଟ କରାହେଇଛି, କାହାକୁ ମର୍ଡର ବି କରିଦିଆହେଇଛି। ତ ଆମ ଅଧିକାରୀମାନେ ଯେଉଁମାନେ ନିରନ୍ତର ଭାବରେ କାମ କରୁଛନ୍ତି ଅନିୟମିତତାକୁ ବନ୍ଦ କରିବା ପାଇଁ, ଆଉ ସେତେବେଳେ ଆମେ ଯଦି ସମସ୍ତେ ସେ ଆମ ତଳସ୍ତରର ଅଧିକାରୀମାନଙ୍କୁ ସହଯୋଗ ନ କରିବା, ତାହେଲେ ସରକାରଙ୍କର ଉପଯୁକ୍ତ କାମ ବା ସରକାରଙ୍କର ସ୍ୱଚ୍ଛତାକୁ ଆମେ ସଫଳ ଦେଇପାରିବା ନାହିଁ। ଏଣୁ ନିଶ୍ଚିତ ଭାବରେ ଯେତେବେଳେ ଏ ପରିସ୍ଥିତି ଆସୁଛି, ସେତେବେଳେ ଏଭଳି ସବୁକୁ ବା ଚୋରା କାରବାର କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋରରୁ କଠୋରତମ ପଦକ୍ଷେପ ନିଅନ୍ତୁ। ଆବଶ୍ୟକ ହେଲେ ଏହାକୁ ଅର୍ଗାନାଇଜ୍ କ୍ରାଇମ୍ ଭାବେ ବିଚାର କରି ସେହି ଅନୁସାରେ ଆପଣ ଡିଲ୍ କରନ୍ତୁ। ସରକାରଙ୍କର ଏଥିପ୍ରତି ବା ଏ କାମ ପ୍ରତି ପୂର୍ଣ୍ଣ ସମର୍ଥନ ଆପଣମାନଙ୍କ ପାଖରେ ଅଛି। ଯଦି ଦରକାର ହୁଏ ଡ୍ରୋନ୍ ଟେକ୍ନୋଲୋଜିକୁ ବ୍ୟବହାର କରି ଏ ଅପରାଧିକ କାର୍ଯ୍ୟଟିକୁ ନଜର ରଖିପାରିବେ ଏବଂ ସେହି ଅନୁସାରେ ତ୍ୱରିତ ଆପଣ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଆଉ ଏକ ବଡ଼ ଚୋରା କାରବାର ଯାହା ସିଧାସଳଖ ସାଧାରଣ ଜନତାଙ୍କର ଜୀବନକୁ ପ୍ରଭାବିତ କରିଥାଏ, ତାହା ହେଉଛି ଚୋରା ମଦର ଅବାଧ କାରବାର। ବିଗତ ଦିନରେ କ'ଣ ଘଟଣା ଘଟିଥିଲା ଆପଣମାନେ ଜାଣିଛନ୍ତି। ସେଥିରେ ଯେଉଁ ଅପମିଶ୍ରଣକାରୀ ଯେଉଁମାନେ କରୁଛନ୍ତି ତାଙ୍କ ପ୍ରତି କେଉଁ ପ୍ରକାର ମନୋଭାବ ରହିବା କଥା ତାହା ଆପଣମାନେ ଜାଣିଛନ୍ତି। ୟୁ ମଷ୍ଟ ନୋଟ୍ ଇଟ୍ ଡାଉନ୍ ଦ୍ୟାଟ୍ ଗଭର୍ଣ୍ଣମେଣ୍ଟ ହାଜ୍ ଜିରୋ ଟଲରାନ୍ସ ଅନ୍ ସ୍ମଗଲିଂ ଅଫ୍ ଇଲିଗାଲ ଲିକର। ଏହାକୁ ରୋକିବା ପାଇଁ ନିୟମିତ ଭାବେ ପ୍ରବର୍ତ୍ତନ ବା ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ଚଳାନ୍ତୁ। ଅବକାରୀ ବିଭାଗକୁ ଏଥିପାଇଁ ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ କରାଯାଇଛି। ତେଣୁ ନିଜ ନିଜ ଜିଲ୍ଲାରେ ଯେମିତି ମଦ ଚୋରା କାରବାର ନ ହୁଏ ସେଥିପ୍ରତି ଦାୟିତ୍ୱ ଆପଣମାନେ ନେବେ ଏବଂ ଯଦି ଠିକ୍ ସମୟରେ ମଧ୍ୟ କାର୍ଯ୍ୟକାରୀ କରାନଯାଏ ସେଥିପାଇଁ ମଧ୍ୟ ଆପଣମାନେ ଉଭୟ ଜିଲ୍ଲାପାଳମାନେ ଏବଂ ଆମର ଆରକ୍ଷୀ ଅଧୀକ୍ଷକମାନେ ଆପଣମାନେ ହିଁ ଦାୟୀ ରହିବେ।
ଯଦି ଦୁର୍ଭାଗ୍ୟବଶତଃ କିଛି ଅଘଟଣା ଘଟି ଜନଜୀବନ ହାନି ହୁଏ ତାହେଲେ ତାହାର ପରିସ୍ଥିତି କ'ଣ ହେଉଛି ଏବଂ କ'ଣ କରାଯାଇପାରିବ ସେ କଥା ଆପଣମାନେ ଜାଣିପାରୁଥିବେ। ଆପଣମାନେ ଜାଣିଛନ୍ତି ଓଡ଼ିଶା ଜନସଂଖ୍ୟାର ପ୍ରାୟ 22.84% ହେଉଛନ୍ତି ଜନଜାତି ବର୍ଗର। ବଣ ଜଙ୍ଗଲ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ସେଇମାନେ ବାସ କରିଥାନ୍ତି। ଆମର ଅନେକ ଜିଲ୍ଲାକୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ଅଭିହିତ କରାଯାଇଥାଏ, କିନ୍ତୁ ଆଉ କିଛି ଜିଲ୍ଲା ମଧ୍ୟ ଅଛି ଆଦିବାସୀ ଜିଲ୍ଲା ନହେଲେ ମଧ୍ୟ ସେ ଅଞ୍ଚଳରେ ମଧ୍ୟ ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକ ବହୁଳ ଭାବରେ ସ୍ପେସିଫିକ୍ ପକେଟରେ ସେମାନେ ବାସ କରନ୍ତି। ଯେପରିକି ଆପଣଙ୍କର ବୌଦ୍ଧ ଜିଲ୍ଲାର ହରଭଙ୍ଗା, ଘଣ୍ଟାପଡ଼ା, ବାଲେଶ୍ୱରର ନୀଳଗିରି, ସମ୍ବଲପୁରର ରେଢ଼ାଖୋଲ, ବରଗଡ଼ ଜିଲ୍ଲାର ପାଇକମାଲ ଓ ଝାରବନ୍ଧ, ବଲାଙ୍ଗୀର ଜିଲ୍ଲାର ଖପରାଖୋଲ, ତୁରେଇକେଲା ଓ ବେଲପଡ଼ା ଇତ୍ୟାଦି ଅଞ୍ଚଳରେ ବହୁଳ ଭାବରେ ଜନଜାତିମାନେ ବାସ କରନ୍ତି। ସେମାନଙ୍କର ଜୀବନ ହିଁ ନିର୍ଭର କରିଥାଏ ଜଙ୍ଗଲ, ପାହାଡ଼ ଆଉ ପର୍ବତ ଉପରେ। ସେମାନେ ଏହା ଉପରେ ନିଜର ଜୀବନ ଜୀବିକା, ନିଜ ସଂସ୍କୃତି ପାଇଁ ନିର୍ଭର କରିଥାନ୍ତି। ତେଣୁ ସେମାନେ ଆଇନ ଅନୁସାରେ ଜଙ୍ଗଲରୁ ଜଙ୍ଗଲଜାତ ଲଘୁଦ୍ରବ୍ୟ ସଂଗ୍ରହ, ବିକ୍ରି ବଟା କରିବା ଅଧିକାର ପାଇବା ଉଚିତ। ମୋର ବ୍ୟକ୍ତିଗତ ଅନୁଭୂତି ଯେ ଅନେକ ସମୟରେ ଜଙ୍ଗଲ ସଂରକ୍ଷଣ ନୀତି ମାଧ୍ୟମରେ ନିରୀହ ଜନଜାତିଙ୍କୁ ମଧ୍ୟ ବହୁ ସମୟରେ ଅଯଥାରେ ତା'ର ଠିକ୍ ବ୍ୟବହାର ନ ହେବା କାରଣରୁ ଅଯଥାରେ ହଇରାଣ ହରକତ ହେବାକୁ ପଡ଼ିଥାଏ ଏବଂ ଅନେକ ସମୟରେ ମଧ୍ୟ ଏକ ହିଂସାତ୍ମକ ପରିସ୍ଥିତି ତିଆରି ହୋଇଥାଏ। କେନ୍ଦୁଝରରେ ମୁଁ ଗତ 10 ବର୍ଷ ଏବଂ 15 ବର୍ଷ ଭିତରେ ଗୋଟିଏ ଘଟଣା ଘଟିଥିଲା। କେନ୍ଦୁଝରରେ ରହୁଛନ୍ତି ଆଦିମ ଜନଜାତି, ଯାହାକୁ କି ଆପଣଙ୍କ ଭାଷାରେ ବା ଆମ ଭାଷାରେ କୁହାଯାଉଛି ପିବିଟିସ୍। ଏହି ଆଦିମ ଜନଜାତିମାନଙ୍କ ଭିତରେ ବସବାସ କରନ୍ତି ଜୁଆଙ୍ଗ ସମ୍ପ୍ରଦାୟର, ଯାହାକି ଗଙ୍ଗା ବୈତରଣୀ ଯେଉଁଠି ଉତ୍ପନ୍ନ ହେଇଛି ବା ଉତ୍ପତ୍ତି ହେଇଛି ତାର ଉତ୍ପତ୍ତି ସ୍ଥଳ ଗୋନାସିକାରୁ ଏବଂ ସେଇଠି ଏବଂ ସେଇ ଅଞ୍ଚଳରେ ବିଶେଷ କରିକି ଆପଣଙ୍କର କେନ୍ଦୁଝର ଜିଲ୍ଲାରେ ଏବଂ ଯାଜପୁର ଜିଲ୍ଲାରେ ଅନେକ ଜୁଆଙ୍ଗ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି। ଏଭଳି ଏକ ଘଟଣା ଘଟିଲା ଜଙ୍ଗଲ ସମ୍ପର୍କିତ, ଯେଉଁଠିକି ଆପଣଙ୍କର ଫରେଷ୍ଟ ରାଇଟ୍ ଆକ୍ଟ ଅନୁସାରେ ତାଙ୍କର ଅଧିକାର ସାବ୍ୟସ୍ତ କରିବା ପାଇଁ ଆମେ ସମର୍ଥନ ଦେବା କଥା ବା ତାଙ୍କୁ କାର୍ଯ୍ୟକାରୀ କରାଇବାରେ ସହାୟବା କଥା। କ'ଣ ଗୋଟିଏ ଘଟଣା ଘଟିଗଲା ଏବଂ ଜଙ୍ଗଲ ବିଭାଗ ଉତ୍କ୍ଷିପ୍ତ ହୋଇଗଲେ। ସେଥିରେ 25 ଜଣ ପାଖାପାଖି ଜୁଆଙ୍ଗମାନଙ୍କୁ ଆରେଷ୍ଟ କରାଗଲା ଏବଂ ସେମାନଙ୍କୁ ଜେଲ୍ ଭିତରେ ଭର୍ତ୍ତି କରିଦିଆଗଲା। ସେମାନେ ଏଭଳି ସ୍ତରର ବ୍ୟକ୍ତି ଯେଉଁମାନେ ତାଙ୍କ ପରିବାର ଲୋକମାନେ ତାଙ୍କୁ ବେଲ୍ରେ ଆଣିବା ପାଇଁ ମଧ୍ୟ ସାମର୍ଥ୍ୟ ନୁହନ୍ତି। ସେମାନେ ବହୁତ ଦିନ ଧରିକି ଜେଲ୍ରେ ପଚି ଛଡ଼ିଗଲେ, କେହି ତାଙ୍କ ପାଇଁ ଶୁଣିଲେ ନାହିଁ। ତ ଏଭଳି ଏକ ଆଇନ ଆମ ପାଖରେ ନ ରହୁ ବା ଆମର କାର୍ଯ୍ୟକାରିତା ନ ରହୁ, ଯେଉଁଥିରେ କି ସେମାନେ ଜୁଆଙ୍ଗ ଆଉ ପିବିଟିଜ୍ ବୋଲି ସେମାନଙ୍କର ନ୍ୟାଯ୍ୟ ଅଧିକାର ବା ଜଙ୍ଗଲ ଜମି ଅଧିକାରରେ ତାକୁ କ୍ଷୁଣ୍ଣ କଲା ଭଳିଆ ପରିସ୍ଥିତି ତିଆରି ନ ହେଉ। ଆଉ ସେଥିପାଇଁ ମଧ୍ୟ ଏଭଳି ଏକ ଦୃଷ୍ଟାନ୍ତମୂଳକ ଯେଉଁ ଘଟଣା ଘଟୁଛି ବା ସେ ଜାଗାରେ ଆପଣମାନେ ମଧ୍ୟ ତାର ଉପଯୁକ୍ତ କ'ଣ ପଦକ୍ଷେପ ନିଆଯାଇପାରିବ ତାକୁ ଦେଖିବାର ଆବଶ୍ୟକତା ଅଛି। ଯଦି ଶିକ୍ଷା ବିଷୟରେ ପଦେ କହିବି, ତାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ଆଜି ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ଆଉ ୟାର କାରଣ ହେଉଛି ଦୀର୍ଘ 2 ଦଶନ୍ଧି ଧରି ଏ ଅବହେଳାର ଗୋଟେ ବହୁତ ବଡ଼ କାରଣ। ଆମ ସରକାର ସ୍ତରରେ ଭିତ୍ତିଭୂମିକୁ ଆମେ ଯଦି ନ ଦେଖିବା ଏବଂ ତାହା ସହିତ ନିଯୁକ୍ତି ଯଦି ସେହି ଅନୁସାରେ ନ କରିବା, ତାହେଲେ ନିଶ୍ଚିତ ଭାବରେ ଏଭଳି ପରିସ୍ଥିତି ହୁଏ ଏବଂ ତାହା ମଧ୍ୟ ଆଜି ହେଇଛି ଗତ 2 ଦଶନ୍ଧି ମଧ୍ୟରେ। ଆଉ ସେଥିପାଇଁ ଗତ ସରକାରମାନଙ୍କରେ 5T ରୂପାନ୍ତରଣ ନାଁରେ ଆପଣଙ୍କର ଭଙ୍ଗା କାନ୍ଥକୁ ରଙ୍ଗ ଦେଇକି ଚକଚକ କରାଇବା ଏବଂ ସେଥିରେ ଶିକ୍ଷାର ଆଧୁନିକତାର ଏକ ସ୍ୱପ୍ନ ଦେଖାଇବା ଏବଂ ଯେତେବେଳେ ତଳ ସ୍ତରରୁ ପ୍ରାଥମିକ ସ୍ତରରୁ ପିଲାଟେ ସେହି 5T ଉଚ୍ଚ ବିଦ୍ୟାଳୟକୁ ଆସୁଛି, ସେତେବେଳେ ସେ ହରଣ ଗୁଣନ ମିଶାଣ ଫେଡ଼ାଣ ଜାଣିନଥିବା
एवं कौन प्रकार श्रुत लेखन गोटे पचारे लिखिपार ना परिस्थिति विगत दिन मानक बहुत आम देखी लाभ कौन है शिक्षार भित्तिभूमि को आम देखार प्राथमिकता को आम गत सरकार ताकू देखिपारे ना आउपाई जिते बड़े मु विधायक थी गत 2019 मसीह मत से कथा बहुत आंदोलित करथिला मु प्रथम सरकार को चिट्ठी लिखी एवं परवर्ती पर्यायर तत्कालीन आमर जिलापाल जी थे केन्दुझर तांकु मध्य मु गोटे एक मॉडल आकार रे गोटे मु प्रपोजालटी देइथिली तांको सहित आलोचना भी करी सरकार लागू न करंतु पछे आम केन्दुझर जिले में आमर डीएमएफ पैसा अच्छी से पैसा हेले लागू करा जाऊ बोली प्रस्ताव देइथिली जड़े विधायक हिसाब रे आउ जड़े से डीएमएफ रो सदस्य हिसाब रे मध्य किंतु आम जिलापाल भय कले से या लागू करने एवं जिते बड़े बारंबार मु पचारि से कहले मो प्रस्ताव सरकार निकट को पठे दी सरकार केते करिवे न करिवे मु विरोध सदस्य तो जहाँ भी हो ये जो मोर गोटे उद्देश्य थिला जे जदि आम 5T स्कूल करवा तार रूपांतरण करवा ताहले तार भित्तिभूमि सहित तार फीडर स्कूल किए सही पंचायत थिबा प्राथमिक विद्यालय गुड़िक से विद्यालय गुड़िकर अवस्था कौन अच्छी शिक्षकर अवस्था स्थिति कौन अच्छी कौ अनुपात अच्छा या अनुधान कर आवश्यकता अच्छी कि ना ये कथा को जिते मु निजे देखी आज विधायक हिसाब से अनेक समय गोटे गोटे विद्यालय जड़े जड़े शिक्षक से विद्यालय गुड़िक चले पुणी से मध्याह्न भोजन व्यवस्था से सरकारी कार्य से सरकार मानकर पुणी आपंकर सर्भे कार्य पाठपढ़ा हम आ पिला माने हरण गुणन मिशाण फेड़ाण जानी ना बोली कहले कौन हम से प्रस्ताव देइतिली जे प्रथमे पंचायत स्तर में जो 8 ରୁ 10ଟି प्राथमिक विद्यालय अच्छी से स्कूल मानक भितरु प्रथमे गोटे विद्यालय को एक फीडर स्कूल हिसाब रे एक मॉडल स्कूल हिसाब रे ताकू ग्रहण करा जाऊ ताहार भित्तिभूमि सहित तार फैकल्टी सहित सबू आनुषंगिक व्यवस्था कर दिया जाऊ सेठी गरीब मेधावी छात्र माने से फीडर स्कूल रे पाठ पढ़िक 5T रूपांतरण स्कूल को प्रवेश करेंगे जो थे कि सेमाने भल रिजल्ट करी कॉलेज को जीवे एवं एभली एक स्तर देखिए आम ऊपर को गले एक मॉडल स्तर जो ये जो शिक्षा क्षेत्र में गोटे वैप्लविक परिवर्तन आसीबो जहाँकि आंध्र प्रदेश रे से घटना घटी एवं विगत दिन मानकरे सेठी प्राइवेट स्कूल को न जाई पिला माने तांकर सरकारी विद्यालय को पाठ पढ़िया तांकर पितामाता माने तांकर अभिभावक मान को नहीं गले एवं ताहार रिजल्ट आशानुरूप भाव में पहुँची एवं कम खर्च रे जोटा आपंकर आमर मान्यवर आमर मुख्य शासन सचिव कहते जे मिनिमम गवर्नमेंट मैक्सिमम गवर्नांस ये कथा को त्वरित करा जाई पारिबो ये कथा को मु निजे बहुत समय मध्य सरकार को परामर्श मु देइथिली एणु से योजना करिकी आज जिते बड़े मु ये कथा को समाधान करने सूत्र बाहर करुली चेष्टा करुली सरकार सहित आलोचना कर समाधान करी किंतु समय सतर जिते बड़े मु लड़ई तो जारी रखी आ सौभाग्यवशतः आज मते मुख्यमंत्री हिसाब रे नुआ सरकार दायित्व मते मिली आईपाई मु प्रथम चिंता कली जे फीडर स्कूल हिसाब रे प्राथमिक शिक्षा व्यवस्था जोटी विपर्यस्त अवस्था अच्छी जोटी शिक्षक माने नहांती जोटी जड़े स्कूल रे गोटे गोटे विद्यालय चली मु विधानसभा प्रश्न पचारि एवं जिते बड़े विधानसभा सरीगला जिते मु डीओ पाखे बसिली जे आज्ञा मोर गोटे ये समस्या अच्छी स्कूल रो आपन टिके समाधान करदेवे से से डीओ मास्टर कहते आज्ञा मुझे व्यस्त अच्छी कौन व्यस्त ना कौन कहि सार आपन जो विधानसभा प्रश्न पचारि जे केतोटी ओडिशा रे केतोटी प्राथमिक विद्यालय रे केतोटी विद्यालय रे जड़े लेखा शिक्षक थिबा स्कूल बा विद्यालय अच्छी एवं से विद्यालय मानकरे 9400 अब